ସ୍ୱର୍ଗ ଆଉ ନର୍କ ଏଇ ଶବ୍ଦ ଦୁଇଟା ଶୁଣିଲେ ଆମ ମନକୁ ସାଙ୍ଗେ ସାଙ୍ଗେ କ'ଣ ଆସେ? ମୃତ୍ୟୁ ପରର ଜୀବନ ନୁହେଁ କି? କିନ୍ତୁ କେବେ ଭାବିଛନ୍ତି ଯଦି ଏଗୁଡ଼ିକ କୌଣସି ଜାଗା ନୁହେଁ ବରଂ ଆମ ନିଜ ମନର ଗୋଟେ ଗୋଟେ ଅବସ୍ଥା ହୋଇଥିବ? ଆସନ୍ତୁ ଆଜି ଏଇ ଗଭୀର ଧାରଣା ଭିତରକୁ ଟିକେ ପଶିବା ଆଉ ଏହାକୁ ଏକ ପୁରା ନୂଆ ଦୃଷ୍ଟିକୋଣରୁ ବୁଝିବାକୁ ଚେଷ୍ଟା କରିବା। ତେବେ ଏଇଠି ଗୋଟେ ବଡ଼ ପ୍ରଶ୍ନ ଉଠୁଛି। ଆଚ୍ଛା, କ'ଣ ଏଇ ଜୀବନରେ ଏଇଠି ଏହି ମୁହୂର୍ତ୍ତରେ ସ୍ୱର୍ଗକୁ ଅନୁଭବ କରିହେବ? ଆଉ ଜାଣନ୍ତି, ଏହି ଗୋଟିଏ ପ୍ରଶ୍ନ ଉପରେ ହିଁ ଆମର ଆଜିର ପୂରା ଆଲୋଚନା ଘୁରି ବୁଲିବ। ଆଚ୍ଛା, ତେବେ ଚାଲନ୍ତୁ ପ୍ରଥମରୁ ଆରମ୍ଭ କରିବା। ଆମର ସେହି ସାଧାରଣ ବିଶ୍ୱାସ ଯେଉଁଟାକି ସ୍ୱର୍ଗ ଆଉ ନରକକୁ ଗୋଟିଏ ଭୌଗୋଳିକ ସ୍ଥାନ ବୋଲି ଭାବେ, ସେହି ଭ୍ରମ ବିଷୟରେ ଟିକେ କଥା ହେବା। ଦେଖନ୍ତୁ, ଏଇଟା ଏକ ବଡ଼ ଫାନ୍ଦ। ଆମେ ଭବିଷ୍ୟତରେ କେବେ ଗୋଟେ କାଳ୍ପନିକ ସ୍ୱର୍ଗ ମିଳିବ ବୋଲି ଅପେକ୍ଷା କରୁ, ଆଉ ସେହି ଅପେକ୍ଷାରେ ଜାଣତରେ ହେଉ କି ଅଜାଣତରେ ହେଉ ନିଜର ବର୍ତ୍ତମାନକୁ ଚିନ୍ତା, କ୍ରୋଧ, ଘୃଣାରେ ପୁରା ଭରିଦେଉ। ଇଏ ତ ଗୋଟେ ନର୍କ ଭଳି ପରିସ୍ଥିତି ହେଇଗଲା ନା? ଏଇଟା ଠିକ୍ ଗୋଟେ ମାନସିକ ଜେଲ୍ ଭଳି, ଯାହା ଆମକୁ ଏଇ ମୁହୂର୍ତ୍ତର ଖୁସିଠାରୁ ବହୁତ ଦୂରେଇ ନେଇଯାଏ। ତେଣୁ ଏଇ ଦୁଇଟା ଧାରଣା ଭିତରେ ଥିବା ପ୍ରଭେଦକୁ ବୁଝିବା ବହୁତ ଜରୁରୀ। ଗୋଟେ ପଟେ ଅଛି ସେଇ ପୁରୁଣା ଭ୍ରମ ଯେ ଏଗୁଡ଼ିକ ମଲା ପରେ ମିଳିବାକୁ ଥିବା କିଛି ଭୌତିକ ଜାଗା, ଆଉ ଅନ୍ୟପଟେ ଅଛି ପ୍ରକୃତ ବାସ୍ତବତା ଯେ ଏହା ହେଉଛି ଆମ ବର୍ତ୍ତମାନର ଏକ ମାନସିକ ଅବସ୍ଥା। ଜାଣନ୍ତି, କେବଳ ଏଇ ଦୃଷ୍ଟିକୋଣକୁ ବଦଳାଇ ଦେଲେ ନା ଆମର ପୁରା ଅନୁଭବ ବଦଳିଯିବ। ହଉ, ତେବେ ସ୍ୱର୍ଗ ଆଉ ନର୍କର ପ୍ରକୃତ ରୂପଟା କ'ଣ? ସତ କହିବାକୁ ଗଲେ ଏଇଟା ଆମ ଭିତରର କଥା, ଆମର ଆନ୍ତରିକ ବାସ୍ତବତା। ସିଧା ସିଧା କହିଲେ ଏକ ମାନସିକ ଅବସ୍ଥା। ଆଚ୍ଛା, ତାହେଲେ ସ୍ୱର୍ଗ କ'ଣ? ଏଟା କୌଣସି ଜାଗା ନୁହେଁ, ବିଲକୁଲ ନୁହେଁ। ଏହା ଏକ ଅନୁଭବ, ଏକ ଏମିତି ମାନସିକ ସ୍ଥିତି ଯେତେବେଳେ ଜଣେ ବ୍ୟକ୍ତିର ମନ ଭିତରେ କେବଳ ପ୍ରେମ, ସେବା ଆଉ ଗଭୀର ସନ୍ତୋଷ ଭରି ରହିଥାଏ। ବାସ୍ ସେଇ ଅବସ୍ଥାକୁ ହିଁ ପ୍ରକୃତ ସ୍ୱର୍ଗ କୁହାଯାଏ। ଆଉ ଏହାର ଠିକ୍ ଓଲଟାଟା ହେଉଛି ନରକ। ଯେତେବେଳେ ମନ ଭିତରେ ଈର୍ଷ୍ୟା, ଦ୍ୱେଷ ଆଉ କ୍ରୋଧର ନିଆଁ ଜଳୁଥାଏ, ସେଇ ଯେଉଁ ଛଟପଟ ଅବସ୍ଥା, ସେଇ ନିରନ୍ତର ଅଶାନ୍ତି, ସେଇଟା ହିଁ ତ ନରକର ଯନ୍ତ୍ରଣା। ଆଉ ଏଇଟା କୋଉଠି ବାହାରେ ନୁହେଁ, ଆମ ନିଜ ଭିତରେ ହିଁ ତିଆରି ହୁଏ। ଏହାର ମାନେ ବହୁତ ସ୍ପଷ୍ଟ। ନିଜ ଭିତରର ପରିସ୍ଥିତିକୁ ବାଛିବାର ଶକ୍ତି କେବଳ ଆଉ କେବଳ ଆମ ନିଜ ପାଖରେ ହିଁ ଅଛି। ଆମର ଭାବନା, ଆମର ବିଚାର, ସେଇଟା ହିଁ ସେଇ ଚାବିକାଠି ଯାହା ସ୍ୱର୍ଗର ଦ୍ୱାର ଖୋଲିପାରେ କିମ୍ବା ନର୍କର ଦ୍ୱାର ବି ଖୋଲିପାରେ। ଆଉ ଜାଣନ୍ତି, ଏଇ ଯେଉଁ କଥା ଆମେ କହୁଛୁ, ଏଇଟା କିଛି ନୂଆ କଥା ନୁହେଁ। ଆସନ୍ତୁ ଦେଖିବା ଆମର ପ୍ରାଚୀନ ଋଷିମୁନିମାନେ ଏ ବିଷୟରେ କ'ଣ କହିଯାଇଛନ୍ତି। ଏହି ପ୍ରସଙ୍ଗରେ ଯୋଗଋଷି ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କର ଗୋଟେ ବହୁତ ଗଭୀର ଆଉ ସ୍ପଷ୍ଟ କଥା ଅଛି। ତାଙ୍କର ଏହି ବାଣୀ ଏ ସତକୁ ଏତେ ସୁନ୍ଦର ଭାବରେ ବୁଝେଇ ଦିଏ ଯେ ଆଉ କିଛି ପ୍ରଶ୍ନ ରହେନି। ତାଙ୍କ କଥାକୁ ଟିକେ ଧ୍ୟାନ ଦେଇ ଶୁଣନ୍ତୁ। ସେ କହିଛନ୍ତି, ସ୍ୱର୍ଗ ଏବଂ ନରକ କୌଣସି ଭୌଗୋଳିକ ସ୍ଥାନ ନୁହେଁ ଯେଉଁଠାକୁ ମଣିଷ ମୃତ୍ୟୁ ପରେ ଯାଏ। ଏହା ତ ମନର ଦୁଇଟି ଅବସ୍ଥାର ନାମ ଅଟେ। ଦେଖିଲେ କେତେ ସରଳ, କେତେ ସ୍ପଷ୍ଟ, ପୁରା ସିଧା କଥା। ଆଉ ଏଇ ମୂଲ୍ୟବାନ ଜ୍ଞାନ ଆସିଛି ଜାନୁଆରୀ 1941 ମସିହାର ଅଖଣ୍ଡ ଜ୍ୟୋତି ପତ୍ରିକାରୁ। ସେଥିରେ ଥିବା ସ୍ୱର୍ଗ ଓ ନରକ ଶୀର୍ଷକ ଲେଖାରୁ। ତେଣୁ ଏହା କେବଳ କୌଣସି ମନଗଳା କଥା ନୁହେଁ, ଏହାର ଏକ ଐତିହାସିକ ପ୍ରମାଣ ମଧ୍ୟ ରହିଛି। ଠିକ୍ ଅଛି, ଏତେ ସବୁ ତ ଆମେ ବୁଝିଗଲେ, କିନ୍ତୁ ପ୍ରଶ୍ନ ହେଉଛି ଏହି ଜ୍ଞାନକୁ ଆମେ ନିଜ ଜୀବନର କେମିତି କାମରେ ଲଗେଇବା? ଚାଲନ୍ତୁ ଏବେ ଆମ ନିଜ ଭିତରର ବ୍ରହ୍ମାଣ୍ଡରେ ସେଇ ମୁକ୍ତିର ରାସ୍ତା ଖୋଜିବା। ତେବେ ଆଜିର ଆଲୋଚନାରୁ ଆମେ ମୁଖ୍ୟତଃ କ'ଣ ଶିଖିଲେ? ପ୍ରଥମ କଥା, ମନେ ରଖନ୍ତୁ, ସ୍ୱର୍ଗ ଆଉ ନରକ କୌଣସି ଭବିଷ୍ୟତର ଜାଗା ନୁହେଁ, ଏଇଟା ଆମ ମନର ହିଁ ଅବସ୍ଥା। ଦ୍ୱିତୀୟରେ, ପ୍ରେମ ଆଉ ସନ୍ତୋଷରେ ବଞ୍ଚିବା, ଏଇଟା ହିଁ ପୃଥିବୀରେ ସ୍ୱର୍ଗ। ଆଉ ତୃତୀୟ କଥା, ଅଶାନ୍ତି, ଘୃଣା, ଏଇଟା ସେହି ନରକ ଯାହାକୁ ଆମେ ନିଜେ ହିଁ ବାଛିଥାଉ। ତେଣୁ ଆମ ସମସ୍ତଙ୍କର ସଂକଳ୍ପ ଏଇଆ ହେବା ଦରକାର ଯେ ଆମେ ନିଜ ମାନସିକ ସ୍ଥିତିକୁ ହିଁ ନିଜର ବ୍ୟକ୍ତିଗତ ସ୍ୱର୍ଗ କରି ଗଢ଼ି ତୋଳିବା। ଆଉ ଶେଷରେ ଏହି ଗୋଟିଏ କଥା ସବୁବେଳେ ମନେ ରଖିବା ଦରକାର, ପ୍ରତିଟି ମୁହୂର୍ତ୍ତରେ ଆନନ୍ଦରେ, ଶାନ୍ତିରେ ରହିବା ଏଇଟା କିଛି ବଡ଼ କି କଷ୍ଟ କାମ ନୁହେଁ, ବରଂ ଏଇଟା ହିଁ ଆମ ଆତ୍ମାର ପ୍ରକୃତ, ସହଜ ଆଉ ସ୍ୱାଭାବିକ ଗୁଣ। ଆମକୁ କେବଳ ସେହି ନିଜ ସ୍ୱଭାବକୁ ପୁଣି ଥରେ ଚିହ୍ନିବାର ଅଛି, ତାକୁ ଜାଗ୍ରତ କରିବାର ଅଛି।